ନେଦରଲ୍ୟାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ। ଭାରତର ଲଗାତାର ଚତୁର୍ଥ ବିଜୟ। ଦେଖିବାକୁ ଗଲେ ଗ୍ରୁପ୍ ଷ୍ଟେଜ୍ରେ ଭାରତ ବର୍ତ୍ତମାନ ସୁଦ୍ଧା ଅପରାଜୟ ରହିଛି। ଭାରତର ବିଜୟ ରଥକୁ କେହି ବି ଅଟକାଇ ପାରିବା ସକ୍ଷମ ହୋଇପାରିନାହାନ୍ତି। ଦେଖିବାକୁ ଗଲେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି20 ବିଶ୍ୱକପ୍ 2026ର ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ଭେଟିଥିଲା। ଦେଖିବାକୁ ଗଲେ ଶେଷରେ 17 ରନ୍ରେ ହରାଇ ଦେଇଛି ଏହି ନେଦରଲ୍ୟାଣ୍ଡ ଦଳକୁ ସୂର୍ଯ୍ୟସେନା। ଦେଖିବାକୁ ଗଲେ ନେଦରଲ୍ୟାଣ୍ଡ ଆଗରେ ବିଶାଳ 194 ରନ୍ର ବିଜୟୀ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ। ଏହାର ଜବାବରେ 20 ଓଭର ବ୍ୟାଟିଂ କରି ନେଦରଲ୍ୟାଣ୍ଡ ଦଳ 7 ୱିକେଟ୍ ହରାଇ ମାତ୍ର 176 ରନ୍ ସଂଗ୍ରହ କରିପାରିଥିଲା। ତେଣୁ 17 ରନ୍ରେ ଜିତି ନେଇଛି ଏହି ନେଦରଲ୍ୟାଣ୍ଡ ବିପକ୍ଷ ଟି20 ମ୍ୟାଚ୍। ଏବଂ ଦେଖିବାକୁ ଗଲେ ସୁପର 8କୁ ଉତ୍ତୀର୍ଣ୍ଣ ହୋଇ 22 ତାରିଖ ଦିନ ଖେଳିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ସୁପର 8ର ମ୍ୟାଚ୍। ତେବେ ସେହି ବିଷୟରେ ଟିକେ ଆଲୋଚନା କରିବା ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଶ୍ରୀଲଙ୍କାରେ ଟି20 ବିଶ୍ୱକପ୍ 2024 ଆୟୋଜିତ ହୋଇଥିବା ବେଳେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଫ୍ୟାନ୍ସମାନେ ଚିଲ୍ଲାଇ ଉଠିଥିଲେ, କହିଥିଲେ ଏଥର 300 ପାର, କିନ୍ତୁ ଶେଷରେ ହେଲା ନାହିଁ 200 ପାର ବି। କାହିଁକିନା ସୂର୍ଯ୍ୟସେନା 193 ରନ୍ କରି 6 ୱିକେଟ୍ ହରା ବିନିମୟରେ କରିପାରିଥିଲା। ଶିବମ୍ ଡୁବେ ଦେଖିବାକୁ ଗଲେ 66 ଏବଂ 34 ଅଧିନାୟକ ସୂର୍ଯ୍ୟକୁମାର ଯାଦବ 31 ତିଲକ ବର୍ମା। ତେଣୁ 20 ଓଭର ବ୍ୟାଟିଂ କରି 6 ୱିକେଟ୍ ହରାଇ 193। ଏହାର ଜବାବରେ ନେଦରଲ୍ୟାଣ୍ଡ ଦଳ 20 ଓଭର ବ୍ୟାଟିଂ କରି 7 ୱିକେଟ୍ ହରାଇ 176 ରନ୍ ସଂଗ୍ରହ କରିପାରିଥିଲା। ଅବଶ୍ୟ ଜିତିବାର ସକ୍ଷମ ହେବା ଆଶା ରଖିଥିଲେ, କିନ୍ତୁ ଶେଷରେ ପରିଣତ ଓଲଟା ହେଲା। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।